ଝିଅ ଚାଲି ଯିବ ଲୋ ଶାଶୁ ଘର। ଆମର ଚିକେନ ତରକାରୀ ରେଡି। ଆସିଛି ଯୋଇ ନ ଖାଇଲେ ପୁଣି କହିବେନି ମୋ ବାପା କଣ ଦେ ଆଣିଥିଲେ। ଚାଏ ଚାଏ। ଝିଅ ଚାଲି ଯିବ ଲୋ ଶାଶୁ ଘର। ଚାଲିଯିବୁ କୁମ୍ଭୀର ପା ଖାଇବି ପାଇଁ ଆଉ ତୋ ଭାଇ କହିଲା ମୁଁ ଖୁଆଇଦେବି କଙ୍କଡ଼ା କଣ କଣ୍ଟା। ଭିଡ଼ିଓଟି ବହୁତ ଦିନ ତଳର ହେଲେ ବି ବହୁତ ସ୍ପେଶାଲ ଭିଡ଼ିଓ, କାରଣ ଆଜି ଏସବୁ ସ୍ପେଶାଲ ଖାଇବା ହେଉଛି ଜଣଙ୍କ ପାଇଁ। ସେଇଟା ତ ଆପଣମାନେ ଯଦି ବୁଝିବା କଥା ଷ୍ଟାର୍ଟିଂରୁ ବୁଝି ସାରିଥିବେ, ନହେଲେ ଆଗକୁ ଜାଣିପାରିବେ। ଆମର ଆଜି ସକାଳେ ହେଉଛି ସ୍ପେଶାଲ ପଖାଳର ପୁରା ଗୋଟେ ପସରା, ତା ପୁଣି ମନପସନ୍ଦର ଖାଇବା ସହିତ। ଯେହେତୁ ଚିଙ୍ଗୁଡ଼ି ଖାଇବ ବୋଲି ମନ କରିଥିଲା, ସେଥିପାଇଁ ମୁଁ ସକାଳେ ମଗାଇ ଦେଇଥିଲି ବଡ଼ ଚିଙ୍ଗୁଡ଼ି, ତା ସହିତ ମାଛ, ତା ସହିତ ଆମର ଏଇଠି ହେଉଛି ବଢ଼ି ଚୁରା, ଆଉ ଏଇଠି ଆମର ମାଛକୁ ମୁଁ ରସୁଣ ପିଆଜ ଦେଇକିନା ଗୋଟେ ବଢ଼ିଆ ଛେଚଡ଼ା କରିଦେଇଛି। ତା ସହିତ ଆମର ଚିଙ୍ଗୁଡ଼ି ଅଛି ଭଜା, ତା ସହିତ ବାଦାମ ଛେଚା, ଟମାଟୋ ବାଇଗଣ ବଢ଼ିର ଗୋଟେ ବଢ଼ିଆ ପାଗ। ଏଇଠି ଆପଣମାନେ ଦେଖିପାରୁଥିବେ ଆମେ ସମସ୍ତେ ଭାଇ ଭାଉଜ ଭଉଣୀ ସମସ୍ତେ ମିଶିକିନା ବସି ପଡ଼ିଛୁ ଗୋଟେ ପଖାଳର ପସରା ଖାଇବା ପାଇଁ। କାହା ପାଇଁ ହେଇଛି କ'ଣ ପାଇଁ ହେଇଛି ସେଇଟା ଆପଣମାନେ ଆଗକୁ ଜାଣିପାରିବେ। ମମି ଆସୁ ଆଜ୍ଞା ଚକ ବାହାରିଗଲା ନାଇଁ ଭଉଣୀ ଚାଲିଯିବେ ଆଉ ଅଳ୍ପ ଦିନରେ ଶାଶୁ ଘରକୁ। କେତେବେଳେ ଆଉ ଭେଟ ଭାତ ହବନି ନାହିଁ, ଆଉ ଢୋଲିକି ଆଉ କୋଠାରେ ବସେଇ ପାରିବି କି ନାହିଁ, କାରଣ ସିଏ କୋଉଠି ଥିବ ମୁଁ କୋଉଠି ଥିବି। ସେଥିପାଇଁ ତାର ମନ ପସନ୍ଦର ସବୁ ଜିନିଷ ଖାଇବାକୁ କରି ତାକୁ ଆଜି କୋଠାରେ ବସା ହେଇଗଲା। ଆଉ ଗୋଟେ ଅଫସୋସ ହେଇଗଲା କଣ? ଭାଇ ହାତ ମଟନ। ଭାଇ ହାତ ମଟନ ମୁଁ କେବେ ଖାଇନି, ମତେ କଣ ଡାକିଛନ୍ତି? ମୋର ଖାଇବାର ବାଧ୍ୟ ହେଇକି କରିଛି, ଯେହେତୁ ଭଉଣୀର ଇଚ୍ଛା ହେଇଛି ବେଶୀ ଚିକେନ ଖାଇବି। ଶାଶୁ ଘରକୁ ଯିବା ପୂର୍ବରୁ ଗୋଟା ଗୋଟା ଆଶା ପୂରଣ କରିଦେବା। ଯିବୁ ନା ନା ଯାଉନୁ କଣ, ଯା ବୁଲି ବାଲି ଆସିବୁ ଯା। ଆମର ଚିକେନ ତରକାରୀ ରେଡି। ସବୁ ଖାଇ ଖୁଇକି 3 ଜଣ ଯାକ ଧୂଳି ଉଡ଼େଇ ଦେଲେ, ଆଉ କିଛି ନାହିଁ। କହିଲେ ଆମେ ଖାଇବୁନୁ କିନ୍ତୁ ହେଲା ସିଝି ନଥିଲା ବା ଚିକେନ, ପୁଣି କେମିତି ଖାଇଲୁ? ରିନି ନା କିନ୍ତୁ ବାହାନା ଏ ଦି ଜଣଙ୍କର। ଭାଉଜଙ୍କର ବାପା ଆସିଛନ୍ତି ଖବର ନ ଦେଇକିନା, ଯଦିଓ ଖବର ଦେଇଛନ୍ତି ଏତେ ସାରା ମିଠା ଆଣିଛନ୍ତି, ତା ପୁଣି ଗୋଟେ ନୁହଁ ଦିଟା ନୁହଁ 4 ପ୍ରକାର ଭେରାଇଟି। ଗୋଟେ ଆଣିଛନ୍ତି ବାପାଙ୍କର ଡାଇବେଟିସ୍ ଯେହେତୁ, ସେଥିପାଇଁ ମାଣ୍ଡିଆର ରସଗୋଲା, ଆଉ ଯେହେତୁ ମୋର ଅତି ଫେଭରାଇଟ୍ ମିଠା ହେଲା କାଲାଜାମୁନ, ତ ଏଇଟା କାଲାଜାମୁନ ଆସିଛି, ଥ୍ୟାଙ୍କ ୟୁ। ଆଉ ଏଇଟା ତାଙ୍କ ଜୋଇଁଙ୍କ ମନ ପସନ୍ଦର ଆସିଛି ରସଗୋଲା, ଆଉ ଏଇଟା ଝିଅର ମନ ପସନ୍ଦରେ ଆସିଛି ଆଉ ଗୋଟେ ହଳଦିଆ କଲର୍ର ରସଗୋଲା, ଟିକେ ଅରେଞ୍ଜ କଲର୍। ଆଉ ସ୍ପେଶାଲ ଆସିଛି ସମୁଦିଣୀଙ୍କ ପାଇଁ ଛେନାପୋଡ଼। ପୁଡ଼ିଆଟା ମୋତେ କହିଲେ ଏଇଟା ନେଇକି ମୋ ସମୁଦିଣୀକି ଦେବ, ଏଇଟା ମୋର ସମୁଦିଣୀଙ୍କ ପାଇଁ ସ୍ପେଶାଲ। ସମୁଦିଣୀଙ୍କ ଭଲ ପାଇବା ଏମିତି ଥାଉ ସବୁବେଳେ। ଆମେମାନେ ପୁଅଙ୍କ ପାଇଁ ଗଲା ମିଠା, ଯେହେତୁ ଶ୍ୱଶୁର ଘରୁ ଆସିଛି, ଯୋଇ ନ ଖାଇଲେ ପୁଣି କହିବେନି ମୋ ବାପା କ'ଣ ଦେ ଆଣିଥିଲେ। ସ୍ପୁନ୍ ଦିଅ, ଫ୍ରିଜ ରଖିନଥିଲ ନା ନା ବା ଏତେ ମିଠା ଦେଇଛ। ଏତେ ପ୍ରକାର ଆଣିଛନ୍ତି ବାପା। ସ୍ପୁନ୍ ଦିଅ। ସମୁଦ୍ର ପାଇଁ ଛେନାପୋଡ଼ ଆଣିଥିଲେ ନା, ଆଉ ତମ ପାଇଁ ମାଣ୍ଡିଆ ପିଠା ହେଇଛି। ଚାଏ ଚାଏ ଇଭିନିଂ ଚାଏ ନିଅ ବ୍ରଦର ଯୋଉ ନଉଥିବ। ଫାଇନାଲି ଆମର ମିଠା ଖିଆ ସରିଲା, ଏବେ ତମେ ଯିବ ଶାଶୁର ଘର। ଆଉ କ'ଣ ନବ କହୁନ? କୁମ୍ଭୀର ମାଂସ ଖୁଆଇବୁ ଗଲେ, ଆମେ ଯିବୁ ନା ଆମକୁ ଖୁଆଇବୁନି?
କୁମ୍ଭୀର ମାନଙ୍କ ଥୋଡି ନା ଆମେ ଖାଇବୁ ଚିଙ୍ଗୁଡ଼ି ଚିଙ୍ଗୁଡ଼ି ଦଉ ବଡ଼ ବାଗଦା ଚିଙ୍ଗୁଡ଼ି ଦଉ ଆମେ ଏଇ ଟିକି ଟିକି ଚିଙ୍ଗୁଡ଼ି ଖାଇବୁନି ହଉ ରିନି ଶାଶୁ ଘରୁ ଗଲେ ତାପରେ ରିନି ମତେ କୁଣିଆ ଭଳିଆ ପୁରା ଚର୍ଚ୍ଚା କରିବ ମୋ ବଡ଼ ଭଉଣୀ ଆଇଛି ଆଉ ନା ନା ତୋ ହାତ ଖାଇବିନି ତୋ ହାତ ପୁଣି ଜୋଇଁ ପୁଅକୁ ଦେବି ନା ନାହିଁ ତୋ ହାତ ଗୋଟେ ଖାଇଲେ ହବ ଆଗରୁ ହୁସିଆରି ହେଇଯାଉଛୁ ନା ମତେ ଏତେ ମିଠା ଖାନା ହଉ ଭିଡ଼ିଓଟି କେମିତି ଲାଗିଲା କହିବେ ହେଲେ ଆମର ଆଜି ଢୋଲି ଯାଉଛି ପଳଉଛୁ ଆସିବୁ ପୁଣି କେବେ ସିଆଡ଼େ ଜଇଁ ପୁଅ ସାଙ୍ଗରେ ପଳେଇବୁ ସିଆଡ଼େ ତ ଉଡ଼ାଜାହାଜରେ ମୁଡ଼ି ଉଡ଼ି ବିମାନରେ ଯିବା ଜହ୍ନ ମାମୁଁ ନା ରାଇଜରେ ଘର ତୋଳିବା ବୁଲି ଆସିବା ଘର ତୋଳି ତ ରହିଯିବା ପୁଣି ବୁଲି ଆସିବା ଆସିଲେ ତ ପୁଣି ଗଲା ଅଳ୍ପ ଅଳ୍ପ ବୁଝୁଥିଲା ତାର ପୁରା ବୁଝିଲା ନା ଚାଲିଲେ ଆମର ଆଜି ମାର୍କେଟିଂ କରିବେ ସପିଂ କରିବେ ସିଏ କହିଲେ ତୁ ଦେଇଦେବୁ ତେଣୁ ଏଇ କଲର ହଉ ଯୋଉ କଲର ହଉ ଲାଗିଗଲା ତୋର ଲିପିଷ୍ଟିକ୍ ଲାଗିଗଲା ତାର ଯିବାର ମନ ନାହିଁ ସେ କ'ଣ କରିବ ଆଉ ବାଧ୍ୟରେ ଯାଉଛି ଆଉ ଯାଉଛି ପଳେଇ ମାଉସୀ ଟାଟା ढोली टाटा 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 टाटा